ଦେଖନ୍ତୁ ଆଜି ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଷ୍ଟ୍ରିଟ୍ ଭେଣ୍ଡର ମାନଙ୍କୁ ସହାୟତା ରାଶି ଦେବା ନିମନ୍ତେ ଏବଂ ବ୍ୟାଙ୍କ ସହାୟତାରେ ସେମାନଙ୍କୁ କିଭଳି ସ୍ୱାବଲମ୍ବୀ ହେଇପାରିବେ, ତାଙ୍କର ବିଜନେସ୍ କୁ ବଢେଇ ପାରିବେ, ତାଙ୍କ ପରିବାର ସ୍ୱାବଲମ୍ବୀ ହେବେ, ତାଙ୍କେ ମଧ୍ୟ ଆର୍ଥିକ ସ୍ଥିତିରେ ସୁଦୃଢ ହେବେ, ଏ ସମସ୍ତ କଥାକୁ ବିଚାର କରି ଆଜି ପ୍ରାୟ ଲକ୍ଷେରୁ ଉର୍ଦ୍ଧ୍ୱ ଲୋକଙ୍କୁ ସିଏ ଦଉଛନ୍ତି ଏବଂ ଦେଶରେ ମୋଟାମୋଟି ଭାବରେ ବହୁ ସଂଖ୍ୟାରେ ଆଜି ଷ୍ଟ୍ରିଟ୍ ଭେଣ୍ଡର ମାନେ ଏ ସହାୟତା ରାଶି ବ୍ୟାଙ୍କ ମାଧ୍ୟମରେ ପାଇଛନ୍ତି। ତେଣୁ ମୁଁ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବି। ଏଭଳିଆ ପ୍ରୋଗ୍ରାମ ହେଲେ ଆମେ ଯୋଉ ଲକ୍ଷ୍ୟ ରଖିଛୁ ଏ ଓଡ଼ିଶା ବିକଶିତ ରାଜ୍ୟରେ ପରିଣତ ହବ ଏବଂ ଭାରତ ମଧ୍ୟ 2047 ସମୃଦ୍ଧ ହବ, ସୁଦୃଢ ହବ, ଶକ୍ତିଶାଳୀ ହବ, ବିକଶିତ ହବ। ସେଥିପ୍ରତି ମଧ୍ୟ ଆମେ ଲକ୍ଷ୍ୟ ରଖି ସମସ୍ତ ବର୍ଗକୁ ନେଇକି ଆମେ କାମରେ ଲଗେଇଛୁ। ସେଥିପାଇଁ ଏ ଗୋଟେ ମୋଦି ସରକାର ପ୍ରୟାସ। तो राज्य सरकार एवं केंद्र सरकार जो गोटे अभिनव प्रयास स्ट्रीट भेंडर मान किभली उपकृत हो पारे, जेभली से दीर्घ पूर्व दिन मानकर जो आमर कोरोना समय से यशस्वी प्रधानमंत्री पीएम सुनिधि जो योजना टी लागू करते आज कोरापुट म्युनिसिपालिटी 22 जन हिताधिकारी को आम ये जो राशि प्रदान कर आनुमानिक 7 लाख पाखापाखि 7 लाख टंका प्रदान करागला। निश्चित भाव में जो स्ट्रीट भेंडर्स निज निजर जो अच्छी बिजनेस से जो पैसा विनियोग कर आत्मनिर्भरशील हेबे और निज परिवार को गुजराण कर सक्षम हो।